ହିନ୍ଦୁ ଧାର୍ମିକ ଗ୍ରନ୍ଥ ଅନୁସାରେ ନରସିଂହ ଅବତାର ହେଉଛନ୍ତି 10 ଅବତାର ମଧ୍ୟରୁ ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର, ଯିଏ ବୈଶାଖ ମାସର ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀରେ ଅବତାର ଗ୍ରହଣ କରିଥିଲେ। ପୃଥିବୀର ମୁକ୍ତି ସମୟରେ ପରମେଶ୍ୱର ବରାହ ରୂପ ନେଇ ହିରଣ୍ୟକ୍ଷଙ୍କୁ ବଧ କରିଥିଲେ। ତାଙ୍କ ବଡ଼ ଭାଇ ହିରଣ୍ୟକଶିପୁ ବହୁତ କ୍ରୋଧିତ ହୋଇଥିଲେ। ସେ ଅଜେୟ ହେବାକୁ ସଂକଳ୍ପ ନେଇଥିଲେ। ସେ ହଜାର ହଜାର ବର୍ଷ ଧରି ଜଳ ବିନା ଧ୍ୟାନ କରି ଚାଲିଥିଲେ। ବ୍ରହ୍ମାଜୀ ସନ୍ତୁଷ୍ଟ ହୋଇଥିଲେ। ରାକ୍ଷସଙ୍କୁ ବର ମିଳିଥିଲା। ସେ ସ୍ୱର୍ଗ ଅଧିକାର କରିଥିଲେ। ସେ ଲୋକପାଳମାନଙ୍କୁ ହତ୍ୟା କରି ଘଉଡ଼ାଇ ଦେଇଥିଲେ। ସେ ସ୍ୱୟଂଚାଳିତ ଭାବରେ ସମସ୍ତ ଲୋକର ଶାସକ ହୋଇଯାଇଥିଲେ। ଦେବତାମାନେ ଅସହାୟ ଥିଲେ। ସେମାନେ କୌଣସି ପ୍ରକାରେ ରାକ୍ଷସକୁ ପରାସ୍ତ କରିପାରିଲେ ନାହିଁ। ହିରଣ୍ୟକଶିପୁଙ୍କର 4 ପୁଅ ଥିଲେ। ଦିନେ ସେ ତାଙ୍କ 4 ପୁଅଙ୍କ ମଧ୍ୟରୁ ସାନ ପୁଅ ପ୍ରହ୍ଲାଦଙ୍କୁ ଅନାଯାସରେ ପଚାରିଲେ, ପୁଅ, ତୁମକୁ କ'ଣ ପସନ୍ଦ? ପ୍ରହ୍ଲାଦ କହିଲେ, ଏହି ମିଥ୍ୟା ସୁଖଗୁଡ଼ିକୁ ତ୍ୟାଗ କରି ବନରେ ଭଗବାନ ହରିଙ୍କୁ ପୂଜା କର। ଏହା ଶୁଣି ହିରଣ୍ୟକଶିପୁ ବହୁତ କ୍ରୋଧିତ ହୋଇଗଲେ। ସେ କହିଲେ, ତାକୁ ହତ୍ୟା କର। ସେ ମୋର ଶତ୍ରୁର ସମର୍ଥକ। ରାକ୍ଷସମାନେ ଆକ୍ରମଣ କଲେ। ବର୍ଚ୍ଛା ଏବଂ ବର୍ଚ୍ଛା ବଙ୍କା ହୋଇଗଲା, ଖଣ୍ଡା ଭାଙ୍ଗିଗଲା, ତ୍ରିଶୂଳ ବଙ୍କା ହୋଇଗଲା, କିନ୍ତୁ କୋମଳ ଶିଶୁଟି ଅକ୍ଷତ ରହିଲା। ରାକ୍ଷସ ଚମକି ପଡ଼ିଲା। ପ୍ରହ୍ଲାଦଙ୍କୁ ବିଷ ଦିଆଯାଇଥିଲା, କିନ୍ତୁ ଏହା ଅମୃତ ପରି ଥିଲା। ତାଙ୍କ ପାଖରେ ସାପଗୁଡ଼ିକୁ ମୁକ୍ତ କରାଯାଇଥିଲା ଏବଂ ସେମାନେ ସେମାନଙ୍କର ଫଣା ଉଠାଇ ଦୌଡ଼ିବାକୁ ଲାଗିଲେ। ମଦ୍ୟପ ହାତୀ ତାଙ୍କୁ ଉଠାଇ ତାଙ୍କ ମୁଣ୍ଡରେ ବସାଇଲା। ଯେତେବେଳେ ତାଙ୍କୁ ପର୍ବତ ତଳକୁ ଫିଙ୍ଗି ଦିଆଗଲା, ସେ ଏପରି ଠିଆ ହେଲେ ଯେପରି ସେ ଏକ ଶଯ୍ୟାରୁ ଉଠିଥିଲେ। ଯେତେବେଳେ ତାଙ୍କୁ ଏକ ପଥରରେ ବାନ୍ଧି ସମୁଦ୍ରରେ ବୁଡ଼ାଇ ଦିଆଗଲା, ସେ 2 ମୁହୂର୍ତ୍ତ ପରେ ଉପରକୁ ଆସିଲେ। ଭୟଙ୍କର ଚିତାର ଅଗ୍ନି ତାଙ୍କୁ ଶୀତଳ ମନେ ହେଉଥିଲା। ଗୁରୁଙ୍କ ପୁତ୍ରମାନେ ତାଙ୍କୁ ମାରିବା ପାଇଁ ମନ୍ତ୍ର ଶକ୍ତି ସହିତ ଏକ କୃତ୍ୟ ଦାନବ ସୃଷ୍ଟି କରିଥିଲେ, କିନ୍ତୁ ସେ ଗୁରୁଙ୍କ ପୁତ୍ରମାନଙ୍କୁ ମାରି ଦେଇଥିଲେ। ପ୍ରହ୍ଲାଦ ପ୍ରଭୁଙ୍କୁ ପ୍ରାର୍ଥନା କରି ତାଙ୍କୁ ପୁନର୍ବାର ଜୀବିତ କରିଥିଲେ। ଶେଷରେ ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ ବାନ୍ଧି ନିଜେ ଖଣ୍ଡା ଉଠାଇଲେ ଏବଂ କହିଲେ, କାହାର ଶକ୍ତିରେ ତୁମେ ମୋତେ ଅପମାନିତ କରିବାକୁ ଲାଗିଛ, ସେ କେଉଁଠି? ପ୍ରହ୍ଲାଦ କହିଲେ, ସବୁଠି, ଏହି ସ୍ତମ୍ଭରେ ମଧ୍ୟ। ପ୍ରହ୍ଲାଦଙ୍କ କଥା ଶୁଣି ରାକ୍ଷସ ସ୍ତମ୍ଭକୁ ମୁଥ ମାରିଲା। ସେ ଏବଂ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଗଲା। ସ୍ତମ୍ଭରୁ ଏକ ଭୟଙ୍କର ଗର୍ଜନ ଶୁଭିଲା। କିଛି ସମୟ ପରେ ରାକ୍ଷସ ଦେଖିଲା ଯେ ମଣିଷ ଶରୀର ଏବଂ ସିଂହ ପରି ମୁହଁ, ବଡ଼ ନଖ ଏବଂ ଦାନ୍ତ, ଜଳୁଥିବା ଆଖି, ସୁନା କେଶ, ଏକ ଅତ୍ୟନ୍ତ ଭୟଙ୍କର ଆକୃତି ସହିତ ଜଣେ ବ୍ୟକ୍ତି ସ୍ତମ୍ଭରୁ ଉଭା ହୋଇଛନ୍ତି। ରାକ୍ଷସର ଅନୁଗାମୀମାନେ ତାଙ୍କ ଉପରେ ଆକ୍ରମଣ କଲେ ଏବଂ ହତ୍ୟା କଲେ କିମ୍ବା ପଳାଇଗଲେ। ଭଗବାନ ନରସିଂହ ହିରଣ୍ୟକଶିପୁଙ୍କୁ ଧରି ପକାଇଲେ। ବ୍ରହ୍ମାଜୀ ମୋତେ ଏକ ବର ଦେଇଛନ୍ତି। ସଂଘର୍ଷ କରୁଥିବା ସମୟରେ ରାକ୍ଷସ ଚିତ୍କାର କଲା, ମୁଁ ଦିନରେ କିମ୍ବା ରାତିରେ ମରିବି ନାହିଁ। କୌଣସି ଦେବତା, ରାକ୍ଷସ, ମଣିଷ କିମ୍ବା ପଶୁ ମୋତେ ମାରିପାରିବେ ନାହିଁ। ମୁଁ ଘର ଭିତରେ କିମ୍ବା ବାହାରେ ମରିବି ନାହିଁ। ସମସ୍ତ ଅସ୍ତ୍ରଶସ୍ତ୍ର ମୋ ପାଇଁ ଅଦରକାରୀ ପ୍ରମାଣିତ ହେବ। ମୁଁ ସ୍ଥଳ, ଜଳ କିମ୍ବା ଆକାଶ ସବୁଠାରେ ଅଜେୟ। ନରସିଂହ କହିଲେ, ଦେଖ, ସନ୍ଧ୍ୟା ସମୟ ହୋଇଗଲାଣି। ମୋତେ ଦେଖ, ମୁଁ କିଏ? ଏହା ଦ୍ୱାରର ଦ୍ୱାରବନ୍ଧ, ଏଗୁଡ଼ିକ ମୋର ନଖ ଏବଂ ତୁମେ ମୋ ଜଙ୍ଘରେ ଶୋଇଛ। ଜୋରରେ ହସି ପ୍ରଭୁ ତାଙ୍କ ନଖରେ ତାଙ୍କ ଛାତିକୁ ଚିରିଦେଲେ। ସେହି ଭୟଙ୍କର ରୂପ ଦେଖି ଦେବତାମାନେ ଭୟଭୀତ ହୋଇଗଲେ। ବ୍ରହ୍ମାଜୀ ଦୁଃଖିତ ହେଲେ। ମହାଲକ୍ଷ୍ମୀ ଦୂରରୁ ଫେରି ଆସିଲେ, କିନ୍ତୁ ପ୍ରହ୍ଲାଦ ଥିଲେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ ପୁତ୍ର। ସେ ପ୍ରାର୍ଥନା କଲେ। ଭଗବାନ ନରସିଂହ ତାଙ୍କୁ ନିଜ କୋଳକୁ ନେଇ ବସିଲେ ଏବଂ ତାଙ୍କୁ ସ୍ନେହ କରିବାକୁ ଲାଗିଲେ। ଏହିଭଳି ଭାବେ ଭଗବାନ ଶ୍ରୀ ବିଷ୍ଣୁ ହିରଣ୍ୟକଶ୍ୟପକୁ ବଧ କରିବାକୁ ନରସିଂହ ରୂପ ଧାରଣ କରିଥିଲେ। ଆହୁରି ଆମର ସଂସ୍କୃତି, ଗୀତା, ପୁରାଣ ଜାଣିବାକୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।